ରାଜକିଶୋର ଜେନା। କ'ଣ କରନ୍ତି? ମୁଁ ଏ ଅନଲାଇନ୍ରେ ଏସ୍ବିରେ କାମ କରୁଛି ଆଉ। ଏବେ ଏବେ ଯେଉଁ ତେଲ ଚଟକଣା ଲାଗିଛି ଏବଂ ତେଲ କିଛି ପେଟ୍ରୋଲ ପମ୍ପରେ ମିଳୁନି, ଆପଣ ଯେହେତୁ ଯାଇକି କେଉଁ ଡେଲିଭରି କରନ୍ତି, କ'ଣ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି? ଆପଣ ତେଲ ନଥିଲେ ଆଉ କ'ଣ କରିବୁ ଆଉ, ଗାଡ଼ି ବନ୍ଦ କରି ଘରେ ବସିବୁ ଆଉ। ରୋଜଗାର ପୁଣି କିଣି ଦେବେ। ଆଉ ରୋଜଗାର କ'ଣ ଦେଖିବା ଆଉ, କୁଆଡ଼େ କ'ଣ କରିବା ଆଉ, ବାଲ ସିମେଣ୍ଟ କାମ କରିବାକୁ ଯିବୁ ଆଉ। ସରକାର ତ କହିଲେ ଯେ ଯାହାର କାମ ନାହିଁ ଅଯଥାରେ ଗାଡ଼ି ବାହାରକୁ ବାହାର ପାରିବେନି। ଆମେ ତ ଆପଣ ଖାଇବା ଦେବେ ନା ନାହିଁ? ହଁ, ଆମେ ତ ପୁଣି ଅନଲାଇନ୍ କାମ କରିବୁ ନା ନାହିଁ। ଆଜ୍ଞା। ଆଉ ତେଲଟା ନିହାତି ଦରକାର ଆମ ପାଇଁ। ଆଉ ତେଲ ଯେଉଁମାନେ ଅନଲାଇନ୍ରେ ଡେଲିଭରି ଦେଉଛନ୍ତି ସେମାନଙ୍କ ପାଇଁ ତେଲ ବ୍ୟବସ୍ଥା। ତ ସେଇଟା କରିବା କଥା ନା ସରକାରଙ୍କୁ, ଯେଉଁମାନେ ଅନଲାଇନ୍ କାମ କରୁଛନ୍ତି ତାଙ୍କ ପାଇଁ ତ ତେଲଟା ଦରକାର ନା। ଯେଉଁମାନେ ନା ଅଫିସ୍ ଯାଉଛନ୍ତି ସେମାନେ କ'ଣ ତେଲ ପକେଇ ଦେଇ ଗଲେ ସେ ତାଙ୍କର ରହିଲେ ପୁଣି ଆସିବେ ସନ୍ଧ୍ୟାବେଳକୁ। ଆମେ ତ ପୁଣି ଦିନ ଯାକ ବୁଲିବୁ। ଆଉ 8 ଘଣ୍ଟା 12 ଘଣ୍ଟା ଆମେ କାମ ଡ୍ୟୁଟି କରୁଛୁ, ଗାଡ଼ି ବି ଆମର ବୁଲୁଛି। ଆଉ 100 ଟଙ୍କା କି 150 ଟଙ୍କା ତେଲ ପକେଇଲେ କ'ଣ ହେବ? ସେଇଟା ସରକାରଙ୍କୁ ଦେଖିବା କଥା। ଆପଣଙ୍କ ପାଇଁ ତେଲ ଟିକେ ତେଲ ଆମ ପାଇଁ ଦରକାର ନା, ଆଉ ନହେଲେ ଆମେ ଗାଡ଼ି କେମିତି ଚଲେଇବୁ? ଆଉ ବ୍ୟାଟେରୀ ଗାଡ଼ି ତ ସମସ୍ତେ କିଣିପାରିବେନି ଯେଉଁ ଭଳିଆ ରେଟ୍ ହେଲାଣି। ଆମର ଏଇ କ'ଣ ଟିକେ ଅଛି ପେଟ୍ରୋଲ ଗାଡ଼ିଟା ଅଛି ବୋଲି ଆମେ ଚାଲିଛି।